ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳା ଚକଟାରେ ମୃତ୍ୟୁବରଣ କରିଥିବା 11 ଜଣ ପ୍ରଶଂସକଙ୍କ ପରିବାରକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ 10 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରି ଫ୍ରାଞ୍ଚାଇଜ ତାର ବିବୃତ୍ତିରେ କହିଛି, ଗତ ବୁଧବାର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳା ଚକଟାରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଖେଳ ଦୁନିଆରେ ଏ ଦୁଃଖ ଏକ ଦାଗ ହୋଇ ରହିଯିବ। ଦଳା ଚକଟାରେ ମୃତ୍ୟୁବରଣ କରିଥିବା 11 ଜଣ ପ୍ରଶଂସକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ 11 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିସହିତ ଏହି ଦୁଃଖଦ ଘଟଣାରେ ଆହତ ପ୍ରଶଂସକଙ୍କୁ ସାହାଯ୍ୟ କରିବା ପାଇଁ RCB କେୟାର୍ସ ନାମକ ଏକ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଉଛି। ପ୍ରକୃତରେ 18ତମ ସିଜନରେ RCB ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଥିଲା। ଏହାପରେ ବୁଧବାର ଦଳ ଅହମ୍ମଦାବାଦରୁ ବେଙ୍ଗାଲୁରୁରେ ପହଞ୍ଚିବା ପରେ ପ୍ରଶଂସକମାନେ ଦଳର ଏକ ଝଲକ ପାଇବାକୁ ବ୍ୟାକୁଳ ହୋଇଯାଇଥିଲେ। ଏମିତିକି ଲୋକେ ଯେକୌଣସି ଉପାୟରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ବ୍ୟାକୁଳ ହୋଇପଡ଼ିଥିଲେ। ଲୋକେ ଷ୍ଟାଡିୟମ ପରିସରରେ ଥିବା ଗଛ, କାର, ବସ୍ ଯେକୌଣସି ଉଚ୍ଚ ଜିନିଷ ଦେଖିଥିଲେ ଚଢ଼ି ଯାଇଥିଲେ। କେବଳ ଏତିକି ନୁହେଁ, ପ୍ରଶଂସକମାନେ ଷ୍ଟାଡିୟମର କାନ୍ଥ ଏବଂ ବାଡ଼ ଉପରେ ଚଢ଼ି ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଲୋକଙ୍କ ସୁରକ୍ଷା ପାଇଁ ଠିକ୍ ବ୍ୟବସ୍ଥା କରାଯାଇ ନଥିଲା, ତେଣୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା।